ପୁରୀ ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା। ଏହା ରାଜଧାନୀ ଭୁବନେଶ୍ୱରରୁ ମାତ୍ର 60 କିଲୋମିଟର ଦୂରରେ ଅବସ୍ଥିତ। ପୁରୀ ଜିଲ୍ଲା, ଯାହାକୁ ଆମେ ଶ୍ରୀକ୍ଷେତ୍ର ମଧ୍ୟ କହିଥାଉ। ଚାଲନ୍ତୁ ଆମେ ଜାଣିବା ଏହି ଶ୍ରୀକ୍ଷେତ୍ରର ଇତିହାସ ବିଷୟରେ। ଏହି ଜିଲ୍ଲାର ଗଠନ କିଭଳି ହୋଇଥିଲା, ଯାହାକି ମୁଖ୍ୟ ବିଷୟବସ୍ତୁ ଅଟେ। ଏହା ବାଦ୍ ଆମେ ଜାଣିବା ପୁରୀ ଜିଲ୍ଲାର ଭୌଗୋଳିକ ଅବସ୍ଥିତି, ଏଠାରେ ରହୁଥିବା ଜନସଂଖ୍ୟା, ଏହି ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଏବଂ ଏହି ଜିଲ୍ଲାର ପ୍ରମୁଖ ଖାଦ୍ୟ ବିଷୟରେ ମଧ୍ୟ ଆମେ ଆଲୋଚନା କରିବା। ପୁରୀ ଜିଲ୍ଲାର ଇତିହାସକୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଇଛନ୍ତି, କିନ୍ତୁ ଏହାର ପ୍ରକୃତ ଇତିହାସ କ'ଣ ରହିଛି, ଚାଲନ୍ତୁ ଏବେ ଆମେ ଡିଟେଲରେ ଆଲୋଚନା କରିବା। ପୁରୀ ଜିଲ୍ଲାର ନାମ ଏହାର ସଦର ମହକୁମା ପୁରୀ ଅନୁସାରେ ହୋଇଛି। ଇତିହାସ ଅନୁସାରେ ଚୋଡ଼ଗଙ୍ଗ ଦେବ ଯେତେବେଳେ ପୁରୁଷୋତ୍ତମ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରି ଦେବାଦେବୀଙ୍କ ମୂର୍ତ୍ତି ସ୍ଥାପନା କଲେ, ସେତେବେଳେ ବୈଷ୍ଣବ କ୍ଷେତ୍ର ଭାବେ ଏହି ସହରର ଗୁରୁତ୍ୱ ବୃଦ୍ଧି ପାଇଲା। ଏହାପରେ ପୁରୁଷୋତ୍ତମଙ୍କ ନିବାସ ଏବଂ ପୁରୁଷୋତ୍ତମ କ୍ଷେତ୍ର ଭାବେ ଏହା ବିଖ୍ୟାତ ହେଲା। ପୁରୁଷୋତ୍ତମ ଧାମ ନବମ ଶତାବ୍ଦୀରେ ରଚିତ ଅନର୍ଘ ରାଘବ ନାଟକରେ ଉଲ୍ଲେଖ ହୋଇଛି। ଏହା ଅନୁସାରେ ପୁରୁଷୋତ୍ତମ ନାମ ଏହି ସହର ପାଇଁ ବ୍ୟବହାର କରାଯାଇଛି। 1151-52 ଅଥବା 1129-30 ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମଙ୍କ ନଗରୀ ଫଳକରେ ଏହି ସ୍ଥାନକୁ ପୁରୁଷୋତ୍ତମ କ୍ଷେତ୍ର କୁହାଯିବାର ପ୍ରମାଣ ରହିଛି। ଏହି ନାମ ପୁରୁଷୋତ୍ତମ ଛତର କିମ୍ବା କେବଳ ଛତର ଭାବେ ମୋଗଲ, ମରାଠା ଏବଂ ପ୍ରାକ୍ ବ୍ରିଟିଶ ଶାସନ ସମୟରେ ସରକାରୀ କାଗଜପତ୍ର ବା ରେକର୍ଡରେ ବ୍ୟବହାର ହେଉଥିଲା। ଏପରିକି ଯୋଗିନୀ ତନ୍ତ୍ର ଏବଂ କାଳିକା ପୁରାଣରେ ପୁରୁଷୋତ୍ତମ ଭାବେ ଉଲ୍ଲେଖ ହୋଇଛି। ପୁରୀ ଅଞ୍ଚଳ ଉତ୍କଳ ଭାବେ ଜଣାଯାଏ। ବାସ୍ତବରେ ଅନେକ ପ୍ରାକ୍ ବ୍ରିଟିଶ ରେକର୍ଡରେ ଏହି ସହର ପୁରୀ ଭାବେ ଜଣାଯାଏ। ଏହି ସହର ପୁରୀ ନାମରେ ଅଧିକ ଲୋକପ୍ରିୟ। ମୋଗଲ ଶାସନ 1592-1751 ମଧ୍ୟରେ ରାଜସ୍ୱ ପ୍ରଶାସନ ଉଦ୍ଦେଶ୍ୟରେ ଓଡ଼ିଶାକୁ 3ଟି ସରକାରରେ ବିଭକ୍ତ କରାଗଲା, ଯଥା ଜଳେଶ୍ୱର, ଭଦ୍ରକ ଏବଂ କଟକ। ଏହାସହ ପ୍ରତ୍ୟେକ ସରକାରକୁ ବିସି ଭାବେ ପୁଣି ବିଭକ୍ତ କରାଗଲା। ପୁରୀ କଟକ ସରକାରର ଏକ ଅଂଶ ଭାବେ ଗଠିତ ହେଲା। ମରାଠାମାନେ 1751 ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଅଧିକାର କରିବା ପରେ ରାଜ୍ୟର ରାଜସ୍ୱ ଡିଭିଜନର କେତେକ ପରିବର୍ତ୍ତନ ଆଣିଲେ। ଉତ୍ତରରେ ସୁବର୍ଣ୍ଣରେଖାଠାରୁ ଦକ୍ଷିଣରେ ଚିଲିକା ପର୍ଯ୍ୟନ୍ତ ବ୍ୟାପ୍ତ ଓଡ଼ିଶାକୁ ସେମାନେ 4ଟି ଚକଲାରେ ବିଭକ୍ତ କଲେ, ଯେମିତିକି ପିପିଲି, କଟକ, ସୋର ଏବଂ ବାଲେଶ୍ୱର। ଅଧୁନା ପୁରୀ ଜିଲ୍ଲାରେ ଅଧିକାଂଶ ଅଂଶ ପିପିଲି ଅନ୍ତର୍ଭୁକ୍ତ। ଏସବୁକୁ ପ୍ରଗଣାରେ ବିଭକ୍ତ କରାଯାଇଥିଲା ଏବଂ ପୁନର୍ବାର ମାହାଲ ଓ ତାଲୁକରେ ଭାଗ ହୋଇଥିଲା। 1803ରେ ଓଡ଼ିଶା ଅକ୍ତିଆର କରିବା ପରେ ବ୍ରିଟିଶମାନେ ରାଜସ୍ୱ ଡିଭିଜନ ଏବଂ ରାଜନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଲେ। 1804 ମସିହା ଜୁନ ମାସରେ ଓଡ଼ିଶା ମହାନଦୀର ସୀମାକୁ ନେଇ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଦୁଇ ଭାଗରେ ବିଭକ୍ତ ହେଲା। ରବର୍ଟ କେର୍ ଏବଂ ଚାର୍ଲସ ଗ୍ରୋମ ଜଜ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ କଲେକ୍ଟର ଭାବେ ଯଥାକ୍ରମେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ନିଯୁକ୍ତ ହେଲେ। 1805ରେ ଉଭୟ ଡିଭିଜନରେ ଏକତ୍ରୀକରଣ ହେଲା ଏବଂ ଜି. ୱେବ ଗ୍ରୋମଙ୍କ ପରେ କଲେକ୍ଟର ହେଲେ। ଏହାପରେ ରବର୍ଟ ସମଗ୍ର ପ୍ରଦେଶର ଜଜ ଏବଂ ମାଜିଷ୍ଟ୍ରେଟ ହେଲେ। ଖୋର୍ଦ୍ଧାର ରାଜା 1804ରେ ବିଦ୍ରୋହ କରିବାରୁ ତାଙ୍କୁ ଗିରଫ କରାଯାଇ କଟକ ବାରବାଟୀ ଦୁର୍ଗରେ ବନ୍ଦୀ କରାଯାଇଥିଲା। ତାଙ୍କର ରାଜ୍ୟ ବା ଅଞ୍ଚଳ ଅଧିକାରକୁ ବାଜ୍ୟାପ୍ତ କରାଗଲା ଏବଂ ପରେ ସେ ମୁକ୍ତି ପାଇଲେ। 1807ରେ ସେ ଅନୁମତି ପାଇ ପୁରୀ ସହରରେ ବାଲିସାହିରେ ରହିବା ସହ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ତତ୍ତ୍ୱାବଧାରକ ଭାବେ କାର୍ଯ୍ୟ କଲେ। 1816 ମସିହା ପର୍ଯ୍ୟନ୍ତ ପୁରୀ ଓଡ଼ିଶା ପ୍ରଦେଶର ରାଜଧାନୀ ଥିଲା ଏବଂ ଜିଲ୍ଲାପାଳ ବା କଲେକ୍ଟରଙ୍କର ସଦର ମହକୁମା ଭାବେ କାର୍ଯ୍ୟ କରୁଥିଲା। ପୂର୍ବରୁ 1806ରେ ଏହାକୁ ଯାଜପୁରକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ଏହା ସରକାରଙ୍କ ଅନୁମୋଦନ ପାଇଲା ନାହିଁ। 1814 ଅଗଷ୍ଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏକ ଅଂଶ କଟକକୁ ଉଠିଗଲା। ଏହା ଡିସେମ୍ବର ମାସରେ ପୁଣି ଥରେ ପୁରୀକୁ ଫେରିଆସିଲା। 1916 ସୁଦ୍ଧା ସଦର ମହକୁମା ସ୍ଥାୟୀ ଭାବେ କଟକରୁ ସ୍ଥାନାନ୍ତରିତ ହେଲା, ଯାହାକି ମୋଗଲ ଏବଂ ମରାଠାଙ୍କ ସମୟରେ ସଦର ମହକୁମା ଥିଲା। 1818 ସୁଦ୍ଧା କମିଶନରଙ୍କ କାର୍ଯ୍ୟାଳୟ ସ୍ଥାପିତ ହେଲା। ଏହାପରେ ରବର୍ଟ କେର୍ ପ୍ରଥମ କମିଶନର ହେଲେ। 1813ରୁ 1819 ପର୍ଯ୍ୟନ୍ତ ପୁରୀରେ ଜଣେ ଯୁଗ୍ମ ମ୍ୟାଜିଷ୍ଟ୍ରେଟ ବା ବିଚାରପତି ଥିଲେ, ଯାହାଙ୍କ ଅଧୀନରେ ପିପିଲି, ଗୋପ, ହରିହରପୁର ଆଦି ଅଞ୍ଚଳ ଥିଲା। 1819ରେ ଏହି କାର୍ଯ୍ୟାଳୟ ଉଠିଗଲା ଏବଂ ଖୋର୍ଦ୍ଧାର ଯୁଗ୍ମ ମ୍ୟାଜିଷ୍ଟ୍ରେଟ ଏହି ଥାନାଗୁଡ଼ିକର ଦାୟିତ୍ୱରେ ରହିଲେ। 1822 ଫେବୃଆରୀ 11 ତାରିଖରେ ଖୋର୍ଦ୍ଧା ମ୍ୟାଜିଷ୍ଟ୍ରେଟ ପଦ ଉଚ୍ଛେଦ ହେଲା। ଓଡ଼ିଶା ପୁଣି
ଦୁଇଟି ଡିଭିଜନରେ ବିଭକ୍ତ ହେଲା। ବୈତରଣୀକୁ ନେଇ ଓଡ଼ିଶା ପୁଣି ଦୁଇଟି ଡିଭିଜନରେ ବିଭକ୍ତ ହେଲା। ୱିଲକିନସନ୍ ହେଲେ କଟକ ଓ ଖୋର୍ଦ୍ଧାର କଲେକ୍ଟର, ଏହା ସହ ରିକେଟସ୍ ବାଲେଶ୍ୱର ଭଦ୍ରକର କଲେକ୍ଟର ଦାୟିତ୍ୱରେ ରହିଲେ। ଶେଷରେ ଚୂଡ଼ାନ୍ତ ଭାବେ 23 ଅକ୍ଟୋବର 1828ରେ ଏହି ପ୍ରଦେଶ ତିନୋଟି ଜିଲ୍ଲା ମାନେ ବାଲେଶ୍ୱର, କଟକ ଓ ପୁରୀରେ ବିଭକ୍ତ ହେଲା। 1821ରେ ନିୟମ 4 ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ହାତରେ ଜିଲ୍ଲାର ମାଜିଷ୍ଟ୍ରେଟ ଏବଂ କଲେକ୍ଟର କ୍ଷମତା ରହିବ। ଏହି ଅନୁସାରେ ଏଚ୍ ରିକେଟସ୍, ଆର୍ ହଣ୍ଟର ଏବଂ ଡବ୍ଲ୍ୟୁ ୱିଲକିନସନ୍ ଯଥାକ୍ରମେ ପ୍ରଥମ ମାଜିଷ୍ଟ୍ରେଟ ଏବଂ କଲେକ୍ଟର ଭାବେ ବାଲେଶ୍ୱର, କଟକ ଓ ପୁରୀ ଜିଲ୍ଲାର ଦାୟିତ୍ୱ ତୁଲାଇଲେ। 1912ରେ ବିହାର ଏବଂ ଓଡ଼ିଶା ନୂତନ ପ୍ରଦେଶ ଭାବେ ଗଠିତ ହେଲା। ପରବର୍ତ୍ତୀ ସମୟରେ 1936 ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା। 1948 ଜାନୁଆରୀ 1 ତାରିଖରେ ଗଡ଼ଜାତ ରାଜ୍ୟ ନୟାଗଡ଼, ଦଶପଲ୍ଲା, ଖଣ୍ଡପଡ଼ା ଏବଂ ରଣପୁର ମିଶିବା ପରେ 3941 ବର୍ଗ କିଲୋମିଟର ଅଞ୍ଚଳର ଏକ ଭିନ୍ନ ବା ନୂତନ ଉପଖଣ୍ଡ, ଯାହାର ସଦର ମହକୁମା ନୟାଗଡ଼ ଭାବେ ପୁରୀ ଜିଲ୍ଲାରେ ମିଶିଲା। 1959 ଜାନୁଆରୀ 26 ତାରିଖରେ ଚତୁର୍ଥ ଉପଖଣ୍ଡ ଭାବେ ଭୁବନେଶ୍ୱର ସ୍ଥାପିତ ହେଲା। ପୁରୀ ଜିଲ୍ଲାରେ 4ଟି ଉପଖଣ୍ଡ ପୁରୀ ସଦର, ଖୋର୍ଦ୍ଧା, ଭୁବନେଶ୍ୱର ଏବଂ ନୟାଗଡ଼ ରହିଲା। ପୁରୀ ସଦର ଉପଖଣ୍ଡରେ କୃଷ୍ଣପ୍ରସାଦ ସଦର, ପିପିଲି ଓ ନିମାପଡ଼ା ଭାବେ 4ଟି ତହସିଲ ରହିଲା। ପୁନର୍ବାର 1995ରେ ପୁରୀ ଜିଲ୍ଲା ତିନୋଟି ଜିଲ୍ଲାରେ ବିଭକ୍ତ ହେଲା, ଯାହାକି ନୟାଗଡ଼, ଖୋର୍ଦ୍ଧା, ପୁରୀ ଭାବେ ଏବେ ଜଣା। ତ ଏହା ଥିଲା ପୁରୀ ଜିଲ୍ଲାର ସମ୍ପୂର୍ଣ୍ଣ ଇତିହାସ। ଏବେ ଚାଲନ୍ତୁ ଜାଣିବା ଏହାର ଭୌଗୋଳିକ ଅବସ୍ଥିତି ସମ୍ପର୍କରେ। ପୁରୀ ଓଡ଼ିଶାର ଏକ ସମୁଦ୍ର କୂଳିଆ ଜିଲ୍ଲା ହୋଇଥିବାରୁ ଏଠାରେ ବର୍ଷ ସାରା ଜଳବାୟୁ ପ୍ରାୟ ସମାନ ରହିଥାଏ। ପୁରୀ ଜିଲ୍ଲା 19 ଡିଗ୍ରୀ 28 ମିନିଟରୁ 26 ଡିଗ୍ରୀ 35 ମିନିଟ ଅକ୍ଷାଂଶ ଓ 84 ଡିଗ୍ରୀ 49 ମିନିଟରୁ 86 ଡିଗ୍ରୀ 25 ମିନିଟ ଦ୍ରାଘିମା ମଧ୍ୟରେ ପ୍ରାୟ 3051 ବର୍ଗ କିଲୋମିଟର ବା 2,64,988 ହେକ୍ଟର ଅଞ୍ଚଳରେ ବିସ୍ତୃତ। ଏହାର ଲୋକସଂଖ୍ୟା ବିଷୟରେ ଆଲୋଚନା କଲେ 2011 ଜନଗଣନା ଅନୁସାରେ ପୁରୀ ଜିଲ୍ଲାର ମୋଟ ଲୋକସଂଖ୍ୟା ହେଉଛନ୍ତି 16,97,983। ଏଥିମଧ୍ୟରୁ ଗ୍ରାମାଞ୍ଚଳରେ 14,32,537 ଏବଂ ସହରାଞ୍ଚଳରେ 2,65,446 ଲୋକ ବାସ କରନ୍ତି। ପୁରୁଷଙ୍କ ସଂଖ୍ୟା ରହିଛି 8,65,209, ମହିଳାଙ୍କ ସଂଖ୍ୟା ରହିଛି 8,32,774। ସାକ୍ଷରତା ହାର ରହିଛି 85.37%। ପୁରୁଷଙ୍କ ହାର ଏଠାରେ ରହିଛି 91.84% ଏବଂ ମହିଳାଙ୍କ ହାର ରହିଛି 78.67%। ଏହାର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଚାଲନ୍ତୁ ଏବେ ଆଲୋଚନା କରିବା। ପ୍ରଥମରେ ରହିଛି ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀକ୍ଷେତ୍ର ପୁରୀ। ଏହାପରେ ଲୋକନାଥ ମନ୍ଦିର, ପୁରୀ ବେଳାଭୂମି, ସାକ୍ଷୀଗୋପାଳ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ପିପିଲି ବାଲି ହରଚଣ୍ଡୀ, ମାଣିକପାଟଣା ଗୁଣ୍ଡିଚା ମନ୍ଦିର, ଦକ୍ଷିଣକାଳୀ ମନ୍ଦିର, ବୀରଗୋବିନ୍ଦପୁର, କାମରୂପା କାଳୀ ମନ୍ଦିର, ବୀରପ୍ରତାପପୁର, ଉଗ୍ରତାରା କାଳୀ ମନ୍ଦିର, ସମଯାଜପୁର, ଦକ୍ଷିଣକାଳୀ ପୀଠ ବୀର ନରସିଂହପୁର, ବରାଳ ବାଲୁଙ୍କେଶ୍ୱର ମନ୍ଦିର, ବରାଳ, ବାବା ଶ୍ରୀ ସ୍ୱପ୍ନେଶ୍ୱର ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର, ବାୟାବାବା ଗାଦି, ପଞ୍ଚୁ ପାଣ୍ଡବ ମନ୍ଦିର, ବାଟମଙ୍ଗଳା, ଇନ୍ଦ୍ରେଶ୍ୱର ମହାଦେବ ଏବଂ ଅନ୍ୟାନ୍ୟ ମଠ ମନ୍ଦିର ମଧ୍ୟ ରହିଛି। ଏହା ସହ ରହିଛି ରଘୁରାଜପୁର ପଟ୍ଟଚିତ୍ର ଗ୍ରାମ, ରାମଚଣ୍ଡୀ ମନ୍ଦିର, କାକଟପୁର ମଙ୍ଗଳା, ଜାହାନିଆ ପୀର ଅସ୍ତରଙ୍ଗ, ଚନ୍ଦ୍ରଭାଗା, ଚିଲିକା ହ୍ରଦ, ସାତପଡ଼ା, ଅଲାରନାଥ ମନ୍ଦିର, ବ୍ରହ୍ମଗିରି ଇତ୍ୟାଦି। ତେବେ ପୁରୀ ଜିଲ୍ଲାର ପ୍ରମୁଖ ଖାଦ୍ୟ ବିଷୟରେ ଯଦି ଆମେ ଆଲୋଚନା କରିବା, ପ୍ରଥମରେ ରହିଛି ଅଭଡ଼ା, ଯାହାକି ସମସ୍ତଙ୍କର ପ୍ରିୟ। ପୁରୀ ଜଗନ୍ନାଥଙ୍କ ଅଭଡ଼ା ବିଶ୍ୱ ପ୍ରସିଦ୍ଧ ଅଟେ। ଏହାକୁ ଲୋକମାନେ ମହାପ୍ରସାଦ ରୂପେ ଗ୍ରହଣ କରିଥାନ୍ତି। ଏହା ବାଦ ପୁରୀ ଖଜା ବା ଫେଣି, ଏହା ଏକ ଓଡ଼ିଆ ପିଠା ଯାହା ମଇଦାର ତିଆରି ହୋଇଥାଏ। ଏହା ଜଗନ୍ନାଥଙ୍କ ସକାଳ ଧୂପରେ ଅର୍ପଣ କରାଯାଇଥାଏ। ଏହା ମଧ୍ୟ ପୁରୀର ଏକ ପ୍ରସିଦ୍ଧ ମିଠା ଅଟେ। ଏହା ବାଦ ମଧ୍ୟ ପୁରୀରେ ଅନେକ ଜଣାଶୁଣା ବା ଲୋକପ୍ରିୟ ଖାଦ୍ୟ ରହିଛି। ତ ପୁରୀ ଜିଲ୍ଲାକୁ ନେଇଥିବା ଆଜିର ଏହି ଡିଟେଲ ଇନଫର୍ମେସନଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାନ୍ତୁ। ପୁରୀ ଜିଲ୍ଲାର କେଉଁମାନେ ମୋର ଏହି ଭିଡ଼ିଓଟିକୁ ଦେଖୁଛନ୍ତି ସେମାନେ ମୋତେ କମେଣ୍ଟରେ ଜଣାନ୍ତୁ। ଆଉ ଆପଣଙ୍କୁ ପୁରୀର କେଉଁ ଖାଦ୍ୟ ବେଶୀ ପସନ୍ଦ ତାହା ମଧ୍ୟ ଜଣାନ୍ତୁ। ଆମ ଦେଶ, ଦୁନିଆ, ରାଜ୍ୟ ତଥା ଜିଲ୍ଲା ସହ ଜଡ଼ିତ ଅନେକ ଇନଫର୍ମେଟିଭ ତଥା ଏଜୁକେଶନାଲ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।